ବର୍ତ୍ତମାନ ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ଆସିଲା ଆଉ ଏକ ବଡ଼ ଖବର। ବର୍ତ୍ତମାନ ଅଙ୍ଗନବାଡ଼ିରେ ନୂଆ ଯୋଜନା ଆରମ୍ଭ କରାଯାଇଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ତେବେ ସେହି ଯୋଜନା ହେଉଛି ଅଙ୍ଗନବାଡ଼ି କ୍ରେଚ୍। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବାରୁ ଏହି ଯୋଜନାରେ 6 ମାସରୁ 3 ବର୍ଷ ବୟସର ଶିଶୁଙ୍କର ରହିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ କ୍ରେଚ୍ ପରିଚାଳନା କରାଯିବ। ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା, ବୌଦ୍ଧ, ମାଲକାନଗିରି, ସମ୍ବଲପୁର, ସୁନ୍ଦରଗଡ଼ ବ୍ୟତୀତ ରାଜ୍ୟରେ 25ଟି ଜିଲ୍ଲାରେ 168ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପାଳନା କେନ୍ଦ୍ର ଭାବେ କାର୍ଯ୍ୟକ୍ଷମ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକର ଶିଶୁଙ୍କର ସୁରକ୍ଷା, ପୁଷ୍ଟିସାରଯୁକ୍ତ ଖାଦ୍ୟ, ନିରାପଦର ଶୋଇବା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଟିକାକରଣ ସହାୟତା ସମେତ ସେବା ପ୍ରଦାନ କରାଯିବ। ଅନ୍ତଃବାସୀ ପିଲାଙ୍କ ପାଇଁ ପରିଷ୍କାର ଏବଂ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିବା ପାଇଁ ପୁରୀ ଏବଂ ଯାଜପୁରର ଉତ୍କଳ ବାଳାଶ୍ରମରେ ଆଧୁନିକ ରୋଷେଇ ଘର ମଧ୍ୟ ଉଦ୍ଘାଟନ କରାଯାଇଛି। ଏହାସହ ଖୋର୍ଦ୍ଧା ଏବଂ ଗଜପତି ଜିଲ୍ଲାରେ 2ଟି ସମନ୍ୱିତ ବାତ୍ସଲ୍ୟ ସଦନ ପାଇଁ ଆଭାସୀ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ସୁବିଧାଗୁଡ଼ିକ ଶିଶୁଙ୍କର ଯତ୍ନ ପ୍ରତିଷ୍ଠାନ, ଶିଶୁ କଲ୍ୟାଣ କମିଟି ଏବଂ କିଶୋର ନ୍ୟାୟ ବୋର୍ଡକୁ ଗୋଟିଏ ଛାତ ତଳେ ଏକାଠି କରିବ। ତ ଏହା ଥିଲା ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଗୋଟେ ଛୋଟ ଇନଫର୍ମେସନ୍। ଅଙ୍ଗନବାଡ଼ି କେନ୍ଦ୍ରରେ ଖୋଲାଯିବ କ୍ରେଚ୍ ପରିଚାଳନା। ଏହି କ୍ରେଚ୍ ପରିଚାଳନାରେ 6 ମାସରୁ 3 ବର୍ଷ ବୟସର ଶିଶୁଙ୍କର ରହିବା ପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ କ୍ରେଚ୍ ପରିଚାଳନା କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ା, ଏହାଛଡ଼ା ରାଜ୍ୟର 25ଟି ଜିଲ୍ଲାରେ 168ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପାଳନା କେନ୍ଦ୍ର ଭାବେ କାର୍ଯ୍ୟକ୍ଷମ କରାଯାଇଛି।